ମାନୁଆଲ ଲେଖା ହେଇଥାଏ ମ୍ୟାनुଆଲ କିନ୍ତୁ ଆମର ଲାଇଫର ମ୍ୟାनुଆଲ କ'ଣ ମୁଁ କହୁଛି ଆମ ଲାଇଫର ମ୍ୟାନୁଆଲ ହେଉଛି ଶ୍ରୀମଦ୍ ଭାଗବତ ମହାପୁରାଣ। ଭାଗବତ ଗୀତାରେ ଖାଲି ଶ୍ରୀକୃଷ୍ଣଙ୍କ ବିଷୟରେ ମାନେ ଅର୍ଜୁନକୁ କ'ଣ କହିଛନ୍ତି ସେ ବିଷୟରେ ଲେଖା ହେଇଛି କିନ୍ତୁ ମହାପ୍ରଭୁ ନାରାୟଣଙ୍କର ସବୁ ଅବତାରର କଥା ଶ୍ରୀମଦ୍ ଭାଗବତ ମହାପୁରାଣରେ ଲେଖା ହେଇଛି। ସବୁ ଅବତାର ବିଷୟରେ ଆଉ ଏ ଗୋଟେ ଅବତାର ବିଷୟରେ ଶ୍ରୀମଦ୍ ଭାଗବତ ଗୀତାରେ ଲେଖା ହେଇଛି। 24ଟି ଅବତାର ବିଷୟରେ ମାନେ ନାରାୟଣଙ୍କର ଅଛି। ଶ୍ରୀମଦ୍ ଭାଗବତ ଗୀତା ସଂସାରର ଜ୍ଞାନ, ଭରେ ଏ ଯେଉଁ ଭକ୍ତି, ଗରେ ଜ୍ଞାନ, ଭକ୍ତି ଜ୍ଞାନ ଭାଗବତ, ବରେ ବୈରାଗ୍ୟ, ତର ମୁଁ ମନେ ପଡ଼ୁନି ଟିକେ, ଭକ୍ତି ଜ୍ଞାନ ବୈରାଗ୍ୟ ଆଉ ଗୋଟେ କ'ଣ ଅଛି ଏତିକି ମୁଁ ଆଉ କ'ଣ କହିବି। 50 ମିନିଟ୍ 32 ସେକେଣ୍ଡ ହେଇଗଲାଣି, ଭିଡ଼ିଓଟା ବହୁତ ଲଙ୍ଗ୍ ହେଇଗଲାଣି। ଆଉ ମୁଁ ଏତିକି କହିବି ସବୁଦିନ ଭାଗବତ ପାଠ କର। ଯଦି କଳିଯୁଗ ଶେଷ ହେଇଛି କି ନାହିଁ ଜାଣିବାକୁ ଚାହୁଁଛ ଶ୍ରୀମଦ୍ ଭାଗବତ ମହାପୁରାଣରେ ହିଁ ବର୍ଣ୍ଣନା ଲେଖା ହେଇଛି। କଳିଯୁଗର ଆୟୁଷ ବିଷୟରେ ଲେଖା ହେଇଛି ଆଉ କଳିଯୁଗ କ'ଣ ବି ଶେଷ ହୋଇଗଲା ତା ବିଷୟରେ ଲେଖା ହେଇଛି। ଆରେ ତାକୁ ପଢ଼, ସେ ତତ୍ତ୍ୱକୁ ଜଣ। ଯଦି ଭାଗବତ ବିଷୟରେ କିଛି ଜଣା ନାହିଁ ସେ ତାକୁ ପଢ଼। ଲୋକଙ୍କର ମାନେ ବହକା କାଥରେ ଯେଉଁମାନେ ସବୁ ସାଧୁ ସନ୍ଥ ଦେଖାଉଛନ୍ତି ସେମାନେ ତ ଆଜିକାଲି ଠକ, ସେମାନଙ୍କ କଥାରେ କ'ଣ ସମସ୍ତେ ଭାସି ଯାଉଛ। ସେମାନେ ଆକ୍ଚୁଆଲି ମାନେ ସମାଜକୁ ବାଟ ଦେଖାଉନାହାନ୍ତି, ମାନେ ଅନ୍ଧକାରରେ ଅନ୍ଧ ଲଉଡ଼ିରେ ସେମାନେ ଗୋଇଠା ମାରୁଛନ୍ତି। ନା କିଛି କଥା ନୁହଁ, ନିଜେ ଭାଗବତ ପଢ଼, ତତ୍ତ୍ୱକୁ ଜାଣ। ଆଉ କଲ୍କିଙ୍କୁ ଯେଉଁ ମାଧବ ନାମ ମାଧବ ହିଁ କଲ୍କି, ମାଧବ ହିଁ କଲ୍କି, କଲ୍କି ଯିଏ ମାଧବ ସିଏ, ମାଧବ ଯିଏ କଲ୍କି ସିଏ। ସେଇଥିପାଇଁ ମାଧବ ନାମ ପାଠ କର, ଯୁଗ ଅନୁସାରେ ମହାପ୍ରଭୁଙ୍କ ନାମ। ମୁଁ ଆଗରୁ ବି କହିଛି ଆଉ ଅଧିକ କ'ଣ କହିବି। ସବୁଦିନ ଭାଗବତ ପାଠ କର, ତ୍ରିସନ୍ଧ୍ୟା କର, ପ୍ରକୃତ ତତ୍ତ୍ୱକୁ ଜାଣ, ଭାଗବତ ପଢ଼। ଆଜିକା ଜେନେରେସନ୍ର ପିଲାମାନେ ଖାଲି ବାଇକ୍ ଧରିଲେ ମୋବାଇଲ୍ ଧରିଲେ କିଛି ହେବନି। ହାତରେ ଗୋଟେ ମୋବାଇଲ୍ ଧରିଲେ ଆମେ ପ୍ରକୃତ ଜ୍ଞାନକୁ ଜାଣିପାରିବା ନାହିଁ। ପ୍ରକୃତ ଜ୍ଞାନକୁ ଜାଣିବାକୁ ହେଲେ ଆମକୁ ଭାଗବତ ପାଠ କରିବାକୁ ପଡ଼ିବ। ଯେତେବେଳେ ସବୁ ଗୁରୁକୁଳରେ ପାଠ ପଢ଼ୁଥିଲେ ସବୁ ମାନେ ଆଗାମୀ ସମୟରେ ସେମାନେ ସବୁ ଭାଗବତ ମାନେ ବିଷୟରେ ସବୁ ଜାଣୁଥିଲେ ଆଉ ଶାସ୍ତ୍ର ପୁରାଣ ବିଷୟରେ ଜାଣୁଥିଲେ, ସବୁ କିଛି ଜାଣୁଥିଲେ। ଆଉ ସେବେକା ଯେଉଁ ଜେନେରେସନ୍ ଆଉ ଏବେକା ଜେନେରେସନ୍ ବହୁତ ପାର୍ଥକ୍ୟ ଅଛି। ସେମାନଙ୍କ ଜ୍ଞାନ କାହିଁ ଅଧିକ, ସେମାନେ ସବୁ ଜିନିଷ ମାନେ ତାଙ୍କ ଇଚ୍ଛା ଥିଲା, ଇଚ୍ଛା ଶକ୍ତି ଅଧିକ ଥିଲା, ଜାଣିବାକୁ ଚେଷ୍ଟା କରୁଥିଲେ, ସବୁ କିଛି କରୁଥିଲେ। ଏବେକା ତ ଜେନେରେସନ୍ କିଛି ହେଉନି, ଦୁଃଖ ଲାଗୁଛି। ଏବେ ବି ସମୟ ଅଛି, ସୁଧୁରି ଯାଅ, ଭାଗବତ ପାଠ କର, ତ୍ରିସନ୍ଧ୍ୟା କର, ଆମିଷକୁ ଛାଡ଼, ମାଧବ ଦ୍ରବ୍ୟକୁ ଛାଡ଼, ତ୍ରିସନ୍ଧ୍ୟା 3 ଟାଇମ୍ କର। ତ୍ରିସନ୍ଧ୍ୟା ଦେବତା ମାନେ ପାଠ କରିକି ସେମାନେ ମାନେ ଅସୀୟ ଶକ୍ତିର ମାନେ ସ୍ୱାମୀ ହୋଇଗଲେ। ଆଉ ନାରଦ ମହାମୁନି ତ୍ରିସନ୍ଧ୍ୟା ପାଠ କରିକି ବ୍ରହ୍ମଙ୍କର ମାନସ ପୁତ୍ର ହୋଇଗଲେ। ତ୍ରିସନ୍ଧ୍ୟାରେ ବହୁ ଶକ୍ତି ଅଛି। ଗୋଟେ ସାଧାରଣ ମନୁଷ୍ୟ ବି ଦେବତାରେ ପରିଣତ ହେଇପାରିବ କେବଳ ତ୍ରିସନ୍ଧ୍ୟା ଶକ୍ତିରେ। ତ୍ରିସନ୍ଧ୍ୟାର ସମୟ ମୁଁ ଆଉଥରେ କହିଦେଉଛି। ତ୍ରିସନ୍ଧ୍ୟାର ସମୟ ହେଉଛି ରାତି 4ଟାରୁ ସକାଳ 6ଟା ମଧ୍ୟରେ ପ୍ରଥମ ତ୍ରିସନ୍ଧ୍ୟା। ଦ୍ୱିତୀୟ ତ୍ରିସନ୍ଧ୍ୟା ହେଉଛି 12ଟାରୁ 1। ଆକ୍ଚୁଆଲି 12ଟାରୁ 1 କହିବାକୁ ଗଲେ 11:30ରୁ 12:30। ଆକ୍ଚୁଆଲି କହିବାକୁ ଗଲେ 11:30ରୁ 12:30 ଦ୍ୱିତୀୟ ତ୍ରିସନ୍ଧ୍ୟା। ତୃତୀୟ ମୁଁ କହୁଛି 12ଟାରୁ 12:30 ଭିତରେ ଆପଣ କରିଦିଅନ୍ତୁ ତ୍ରିସନ୍ଧ୍ୟା। ତୃତୀୟ ତ୍ରିସନ୍ଧ୍ୟା ହେଉଛି 5ଟାରୁ 6ଟା। ଏତିକି ମାନେ ସୂର୍ଯ୍ୟ ଉଦୟ ନଥିବେ ସେତେବେଳେ, ମାନେ ସୂର୍ଯ୍ୟ ମଧ୍ୟାହ୍ନରେ ଥିବେ ସେତେବେଳେ, ସୂର୍ଯ୍ୟ ଅସ୍ତ ନଥିବେ ଜଷ୍ଟ ଅସ୍ତ ହେଉଥିବେ ସେଇ ସମୟରେ। 3 ଟାଇମ୍ ମାନେ ଏହି ସମୟ ମାନଙ୍କରେ ଦେବତା ମାନେ ତ୍ରିସନ୍ଧ୍ୟା କରୁଥିବେ, ସ୍ୱର୍ଗଲୋକରେ ତାଙ୍କ ଲୋକମାନଙ୍କରେ କରୁଥିବେ। ସେଥିପାଇଁ ତ୍ରିସନ୍ଧ୍ୟା ଗୋଟେ ବଡ଼ ତତ୍ତ୍ୱ ପ୍ରଭୁଙ୍କର। ତ୍ରିସନ୍ଧ୍ୟା ଭାଗବତ ପାଠ କଲେ ହିଁ ଆମେ, ଆଉ ମାଧବଙ୍କୁ ଛାଡ଼ିଦେଲେ ଆମକୁ ପ୍ରଳୟ ବିପଦରୁ କେହି ରକ୍ଷା କରିପାରିବେନି। ଆଉ ଆମକୁ ଦେବତା ପରିବର୍ତ୍ତନ ହେବାକୁ ହେଲେ ତ୍ରିସନ୍ଧ୍ୟା କରିବାକୁ ପଡ଼ିବ। ଜୟ ଶ୍ରୀ ମାଧବ। ଆଉ କ'ଣ କହିବି, ଏତିକି କରି ରହିଲି। ପ୍ରଣାମ। ଜୟ ଶ୍ରୀ ମାଧବ। ପ୍ରଣାମ। ଜୟ ଶ୍ରୀ ମାଧବ।